କନ୍ଧମାଳରେ ପ୍ରାଚୀନ ସଂସ୍କୃତି ଓ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ହେଉନି। ଆଜି ବି ଗାଁ ଗାଁରେ ସଞ୍ଜ ନୋଇଲେ ପୁରାଣ ପାଠନ ହେଉଛି। ଗାଁ ଗାଁରେ ଶ୍ରୀମଦ୍ ଭଗବତ ଗୀତା ପାଠ ହେଉଛି। ସତ୍ସଙ୍ଗ ସାଧୁସଙ୍ଗ ମାଧ୍ୟମରେ ପ୍ରବଚନ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ସର୍ବପୁରାତନ ପ୍ରାଚୀନ ସଂସ୍କୃତିକୁ ବଞ୍ଚାଇ ରଖିଥିବା ଗ୍ରାମବାସୀଙ୍କ ପାଇଁ ଭଗବତ ଟୁଙ୍ଗୀ ଘରଟିଏ ନାହିଁ। ପୁରାତନ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଥିବା କଳାକାର ଏବଂ ପରିଣତ ବୟସରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଗାଁରେ ଭଗବତ ଟୁଙ୍ଗୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପୂର୍ବ ସରକାର। କଳାକାର ଭତ୍ତା ଆଜି ବି ଅନେକ ଦୁସ୍ଥ କଳାକାରଙ୍କୁ ମିଳିପାରିନି। ଏସବୁ ଅସୁବିଧା ସତ୍ତ୍ୱେ ଓଡ଼ିଶାର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହିଭଳି ଚିତ୍ର ଦେଖିବାକୁ ମିଳିଛି ବୁଡ଼ା କନୁଆଗାଁ ଓ ଦାରିଙ୍ଗବାଡ଼ି ବ୍ଲକରେ। କିଏ ଭଙ୍ଗା କୁଡ଼ିଆରେ ଭଗବତ ଟୁଙ୍ଗୀ ଚଳାଉଛି ତ ଆଉ କିଏ ଗଛ ମୂଳେ ପୁରାଣ କଥା ଆଲୋଚନା କରୁଛି। ଅନେକ ଗାଁରେ ଟେଣ୍ଟ ତଳେ ଭାଗବତ ଜନ୍ମ, କାର୍ତ୍ତିକ ପୂଜା, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଲକ୍ଷ୍ମୀ ପୂଜା ଆଦି ଧାର୍ମିକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନୁଆଗାଁ ବ୍ଲକ ଅନ୍ତର୍ଗତ କଲୋନୀ ସାହିରେ। ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ୱ ହେବ ଗାଁରେ ଗ୍ରାମବାସୀଙ୍କ ନିଜସ୍ୱ ଉଦ୍ୟମରେ ଝାଟି ମାଟିରେ ନିର୍ମିତ ହୋଇଛି ଭାଗବତ ଟୁଙ୍ଗୀ। ଭଗବତ ଟୁଙ୍ଗୀ ନିର୍ମାଣ ପାଇଁ ପୂର୍ବ ସରକାର ଅମଳରେ ବହୁବାର ବ୍ଲକ ପ୍ରଶାସନ ଓ ବାଲିଗୁଡ଼ା ବିଧାୟକଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଫଳ ଶୂନ। ଫଳରେ ଭଙ୍ଗା ଦଦରା ଝାଟି ମାଟି ଘରେ ସମସ୍ତ ପର୍ବ ପାଳନ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନର ସରକାର ମୋହନ ସରକାରଙ୍କ ପ୍ରତି ଗ୍ରାମବାସୀଙ୍କ ଆସ୍ଥା ବିଶ୍ୱାସ ରହିଛି। ବ୍ଲକ ପ୍ରଶାସନ ଜିଲ୍ଲା ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। କନ୍ଧମାଳ ଜିଲ୍ଲାରୁ ପ୍ରମୋଦ କୁମାର ଦଂଶନାଙ୍କ ରିପୋର୍ଟ, lokawaaz.in। ଆମର କାର୍ତ୍ତିକ ପୂର୍ଣ୍ଣିମା ଏବଂ ମାଘ ପୂର୍ଣ୍ଣିମା ଏବଂ ଲକ୍ଷ୍ମୀ ପୂଜା ପତି ପୂଜା ଆମର ପ୍ରତିବର୍ଷ ଇତିହାସ ପାଳିତ ହୋଇ ଆସୁଛି। ତେଣୁ ଆମେ ସରକାରକୁ ନିବେଦନ କରିଥିଲୁ ଆଜକୁ ଦୀର୍ଘ 25 ବର୍ଷ ହେବ ଆମର এই ଭାଗବତ ଟୁଙ୍ଗୀ କିଛି ଗୋଟେ ନିର୍ମାଣ ହେଲେ ଆମେ କିଛି ଉପକୃତ ହେବୁ ବୋଲି ଆମେ ସରକାର ପାଖରେ ନିବେଦନ କରିଥିଲୁ। ହେତୁ ହତେ ବି ଆମର କିଛି ହେଇପାରିଲାନି। ତେଣୁ ଆମେ ବର୍ତ୍ତମାନର ଯେଉଁ ଆମର ବିଜେପି ସରକାର ଆମର ମୋହନ ମାଝୀକୁ ଅନୁରୋଧ କରୁଛୁ, ଯେହେତୁ ଆମର ଏ ମଣ୍ଡପଟା କରିଦେଲେ ଆମେ କିଛି ଚିରକୃତ ହୁଅନ୍ତୁ। ଆମର ଆଗକୁ 84-83 ମସିହାରୁ ଅନୁଷ୍ଠାନ ଚାଲିଛି। ଆଉ ନବୀନ ସରକାର ଆମକୁ ବହୁତ ଥର ଦାବି କଲୁ ଭାଗବତ ଟୁଙ୍ଗୀ ପାଇଁ। ସେ ଭାଗବତ ଟୁଙ୍ଗୀ ଦେବି ଦେବି କହି କହି ଆମକୁ କହିଲେ ଦେଇପାରିଲେ ନାହିଁ। ବର୍ତ୍ତମାନ ଆମେ ଅନୁରୋଧ କରୁଛୁ ମୋହନ ସରକାରଙ୍କୁ ଯେ ଭାଗବତ ଟୁଙ୍ଗୀ ଗୋଟେ ଦେଲେ ଆମେ ଗାଁରେ ଉପକୃତ ହେଇକି ଭଲ କାମ କରିବୁ ବୋଲି ଆମେ ଆଶା କରିଅଛୁ। ଏ ଅନୁଷ୍ଠାନଟା ଆମର 83-84 ମସିହାଠୁ ଅନୁଷ୍ଠାନଟା ଆରମ୍ଭ ହେଇଛି। କିନ୍ତୁ ଏ ଅନୁଷ୍ଠାନରେ ବହୁତ ପୂଜାବିଧି ଆମର ହିନ୍ଦୁ ପରମ୍ପରା ପୂଜାବିଧି ହେଇ ଆସୁଛି। ଲକ୍ଷ୍ମୀ ପୂଜା, କାର୍ତ୍ତିକ ପୂଜା, ବିଷ୍ଣୁ ପୂଜା, ବିଭିନ୍ନ ପ୍ରକାର ଆମର ହିନ୍ଦୁ ପରମ୍ପରାର ପୂଜାବିଧି ଚାଲି ଆସିଛି। କିନ୍ତୁ ଯେତିକି ସରକାର ଆସିଲା ଯେତିକି ସରକାରକୁ ଆମେ ଲେଖି ଦେଲୁ, କିନ୍ତୁ ସରକାର ମାଧ୍ୟମରେ କିଛି ଅନୁଷ୍ଠାନଟା ମିଳିପାରି ନାହିଁ ଆଜି ପର୍ଯ୍ୟନ୍ତ। ମୁଁ ଆଦିବାସୀ ଆମର ମୋହନ ମାଝୀ ସରକାରକୁ ଟିକେ ଅନୁରୋଧ କରୁଛୁ, ଯଦି ଦୟାପୂର୍ବରୁ ଯଦି ଆମକୁ ଅନୁଷ୍ଠାନଟା ଗୋଟେ ଦେଲେ ଆମେ ଟିକେ ଉପକୃତ ହଉ।